ଏକୋଇଶରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ରାଉରକେଲା ଆସିବା ଚୂଡ଼ାନ୍ତ। ଆସନ୍ତା ଏପ୍ରିଲ 21 ତାରିଖରେ ଦିନିକିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ସାର୍ବଜନୀନ ଭିତ୍ତିଭୂମି ଏବଂ ପ୍ରକଳ୍ପର କରିବେ ଉଦ୍ଘାଟନ। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ। ସୂଚନା ଅନୁଯାୟୀ ଏପ୍ରିଲ 21 ତାରିଖ ଅର୍ଥାତ୍ ମଙ୍ଗଳବାର ପୂର୍ବାହ୍ନ 11:10 ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର, ବିଜ୍ଞାନ ପାର୍କ ଏବଂ ପ୍ଲାନେଟୋରିୟମ୍, କୋଏଲନଗର ମନୋରଞ୍ଜନ ପାର୍କ, ଆଦିବାସୀ ସଂଗ୍ରହାଳୟର ଉଦ୍ଘାଟନ କରିବେ। ସେହିଦିନ ଅପରାହ୍ନ 4:05 ସମୟରେ ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ଫେରିଯିବେ। ପରବର୍ତ୍ତୀ ଖବର। ସଙ୍ଗୀତ ଜଗତରେ ଶୋକର ଛାୟା, ନୀରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ। ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ଅସୁସ୍ଥତା କାରଣରୁ ତାଙ୍କୁ ଶନିବାର ମୁମ୍ବାଇ ସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମଲ୍ଟିପୁଲ ଅର୍ଗାନ ଫେଲ୍ୟୁଅର ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଖବର ସାରା ଦେଶର ସଙ୍ଗୀତ ପ୍ରେମୀଙ୍କୁ ଗଭୀର ମର୍ମାହତ କରିଛି। ଆଶା ଭୋସଲେ ପ୍ରାୟ 8 ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ଜଗତକୁ ନିଜର ସୁମଧୁର ସଙ୍ଗୀତରେ ସମୃଦ୍ଧ କରିଥିଲେ। ହିନ୍ଦୀ ସମେତ ଅନେକ ଆଞ୍ଚଳିକ ଭାଷାରେ ହଜାର ହଜାର ଗୀତ ଗାଇ ସେ ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଥିଲେ। ସେ ନିଜ କ୍ୟାରିୟର ମଧ୍ୟରେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ। ପରବର୍ତ୍ତୀ ଖବର। ସବୁ କଲେଜରେ ଆଇସିସି ଗଠନ ବାଧ୍ୟତାମୂଳକ, 7 ଦିନରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ। ସମସ୍ତ ସରକାରୀ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନକୁ ଗୁରୁତ୍ୱ ଦିଆଯିବ। ଯେଉଁଠି ଆଇସିସି ନାହିଁ ସେଠାରେ ତୁରନ୍ତ ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିସହିତ ସମସ୍ତ କଲେଜକୁ ଆଇସିସି କମିଟିର କାର୍ଯ୍ୟକାରୀ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ପ୍ରଫେସନାଲ କଲେଜର ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ନିଜର ଅଭିଯୋଗ କରିବେ। କମିଟି ଏହାକୁ ସମାଧାନ କରିବ। ଯେଉଁ ଶିକ୍ଷାନୁଷ୍ଠାନରେ ଆଇସିସି ନାହିଁ ସେଠାରେ ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି। ଯେଉଁ ଶିକ୍ଷାନୁଷ୍ଠାନମାନଙ୍କରେ ଆଇସିସି ରହିଛି ତାହା କିପରି କାର୍ଯ୍ୟକ୍ଷମ କରୁଛି ତାର ସବିଶେଷ ତଥ୍ୟ ମାଗିଛି ବିଭାଗ। 5 ଦିନ ମଧ୍ୟରେ ଅର୍ଥାତ୍ 17 ତାରିଖ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର। ଆଶା ଭୋସଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି। ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଅନ୍ୟାନ୍ୟ ଅନେକ ନେତା ଆଶା ଭୋସଲେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ଭୋସଲେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ସହିତ କିଛି ପୁରୁଣା ଫଟୋ ସେୟାର କରି ସେ ଭାବପ୍ରବଣ ହୋଇ ଲେଖିଛନ୍ତି, ଭାରତର ସବୁଠାରୁ ପ୍ରସିଦ୍ଧ ଏବଂ ବହୁମୁଖୀ ସ୍ୱର ମଧ୍ୟରୁ ଜଣେ ଆଶା ଭୋସଲେ। ଆଶା ଭୋସଲେଜୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ। ଦଶନ୍ଧି ଧରି ତାଙ୍କର ଅସାଧାରଣ ସଙ୍ଗୀତ ଯାତ୍ରା ଆମର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲା ଏବଂ ବିଶ୍ୱର ଅଗଣିତ ହୃଦୟକୁ ଛୁଇଁଥିଲା। ତାଙ୍କ ସ୍ୱରରେ ସର୍ବଦା ଏକ ଅତୁଳନୀୟ ପ୍ରତିଭା ଥିଲା। ମୁଁ ତାଙ୍କ ସହିତ ମୋର ସାକ୍ଷାତର କିଛି ସ୍ମୃତିକୁ ସର୍ବଦା ମନେ ରଖିବି। ପରବର୍ତ୍ତୀ ଖବର। ଆଗାମୀ 5 ଦିନ ଯାଏ ଜାଳିବ ଖରା, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। କାଳବୈଶାଖୀ ପ୍ରଭାବ କମିଲା, ଆରମ୍ଭ ହେଲା ଗ୍ରୀଷ୍ମ ପ୍ରକୋପ। କଲବଲ କରିବା ଆରମ୍ଭ କଲାଣି ତାତି। ଆଗାମୀ 5 ଦିନ ଯାଏ ଜାଳିବ ଖରା। 17 ତାରିଖ ଯାଏ କଲବଲ କରିବ ତାତି ଏବଂ ଗୁଳୁଗୁଳି। ଆଜିଠୁ ଆହୁରି ତାତି ବଢ଼ିବ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏ ପରିସ୍ଥିତି ଜାରି ରହିବ। ଆଜି ଓ ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇପାରେ। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ 45 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ତାପମାତ୍ରା। ସେପରି ବଲାଙ୍ଗୀର ଜିଲ୍ଲାରେ 46 ଡିଗ୍ରୀ ତାତି ଅନୁଭୂତ ହେବାର ସମ୍ଭାବନା ଅଛି। ଉପକୂଳର କିଛି ଜିଲ୍ଲାରେ ମଧ୍ୟ 40 ଡିଗ୍ରୀ ପର୍ଯ୍ୟନ୍ତ ତାତି ପହଞ୍ଚିପାରେ। ପରବର୍ତ୍ତୀ ଖବର। ରାସ୍ତାରେ ଗୁଡ଼ାରୀ ରେଞ୍ଜରକୁ ଧରିଲା ଭିଜିଲାନ୍ସ। ଗାଡ଼ିରୁ 2,34,000 ଟଙ୍କା ଜବତ। ଭିଜିଲାନ୍ସ ଜାଲରେ ଗୁଡ଼ାରୀ ରେଞ୍ଜର। ନବରଙ୍ଗପୁର ସହରସ୍ଥିତ ନିଜ ବାସଭବନକୁ ବ୍ୟକ୍ତିଗତ ଗାଡ଼ିରେ ଆସୁଥିବା ବେଳେ ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ମାଡ଼ି ବସିଲା ଭିଜିଲାନ୍ସ। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ରେଞ୍ଜର ସୁକୁମାର ଦୁଖୁ 2,34,800 ଟଙ୍କା ଧରି ନିଜ ଗାଡ଼ିରେ ନବରଙ୍ଗପୁର ଆସୁଥିଲେ। ନବରଙ୍ଗପୁରର ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ମାଡ଼ି ବସିଲା ଭିଜିଲାନ୍ସ। ସୁକୁମାରକୁ ଭିଜିଲାନ୍ସ ଟିମ୍ ସାଙ୍ଗରେ ନେଇ ଗୁଡ଼ାରୀ ସରକାରୀ ବାସଭବନରେ ଅଧିକ ତଦନ୍ତ କରୁଛି। ଅନ୍ୟ ଗୋଟିଏ ଟିମ୍ ନବରଙ୍ଗପୁର ସେନାପତି ସାହିରେ ଥିବା ବାସଭବନରେ ଅଧିକ ତଦନ୍ତ କରୁଛି। ପରବର୍ତ୍ତୀ ଖବର। ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ରଥ ନିର୍ମାଣ। ରଥଖଳାକୁ ନଜର ରଖିବ 14 ସିସିଟିଭି। ଆସନ୍ତା 20 ତାରିଖରେ ଅକ୍ଷୟ ତୃତୀୟା। ଏହି ଦିନଠାରୁ ରଥ ନିର୍ମାଣ ପ୍ରକ୍ରିୟା ଜୋରଦାର ହେବ। ଏଥିନିମନ୍ତେ ଶ୍ରୀମନ୍ଦିର ନିକଟ ରଥଖଳାରେ ଶିବିର ନିର୍ମାଣ ହେଉଛି। ଛାଇରେ ବସି ବିଶ୍ୱକର୍ମା ମହାରଣା, ରୂପକାର ଓ ଅନ୍ୟ ସେବାୟତମାନେ ରଥ ନିର୍ମାଣ କରିବେ। ଚଳିତ ବର୍ଷ ରଥଖଳା ସୁରକ୍ଷା ନିମନ୍ତେ ପ୍ରଶାସନ ଅଧିକ ତତ୍ପରତା ଦେଖାଇଛି। ରଥଖଳାକୁ ଜଗିବା ନିମନ୍ତେ 12ଟି ଅତ୍ୟାଧୁନିକ ସିସିଟିଭି ସହିତ ଆଉ 2ଟି ପିଜିଟି କ୍ୟାମେରାକୁ ମିଶାଇ ମୋଟ 14ଟି ସିସିଟିଭି ଲାଗିବ, ଯାହା ତାରବିହୀନ ଭାବେ ନେଟୱାର୍କ ସହ କାମ କରିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାର କଣ୍ଟ୍ରୋଲ ରୁମ୍ ରହିବ। ଆସନ୍ତା 3 ମାସ ଅର୍ଥାତ୍ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ପରବର୍ତ୍ତୀ ଖବର।
ସାନଖେମୁଣ୍ଡି ଭିଡିଓଙ୍କୁ କାରଣ ଦର୍ଶାଅ ନୋଟିସ୍। କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଭିଡିଓଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏହି ଟଙ୍କା ହେରଫେର ହୋଇଛି। କେଉଁଠି କାମ ନ ହୋଇ ମିଛ ବିଲ୍ ହୋଇଛି ତ କେଉଁଠି ଗୋଟିଏ ପ୍ରକଳ୍ପରେ 5 ଥର ବିଲ୍ ହୋଇଛି। ରାସ୍ତାଠାରୁ ନେଇ ପୋଖରୀ ଉନ୍ନତିକରଣ, ଚେକ୍ଡ୍ୟାମ୍ ଓ କେନାଲ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ଚଳୁ ହୋଇଛି। ଯାଞ୍ଚ ନ ହୋଇ ମିଛ ମାଷ୍ଟର ରୋଲ୍ ତିଆରି ହୋଇଛି। ଏନେଇ ଅଭିଯୋଗ କରିବା ପରେ ରାଜ୍ୟର ସ୍ୱତନ୍ତ୍ର ଟିମ୍ ଆସି ତଦନ୍ତ କରିଥିଲେ। ତଦନ୍ତରେ ଅଭିଯୋଗ ସତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ପ୍ରକଳ୍ପ ଅଧିକାରୀ ଭାବେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। 15 ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଛି। ପରବର୍ତ୍ତୀ ଖବର। ଧାରଣାରେ ବସିଛନ୍ତି 112 ଏମର୍ଜେନ୍ସି କଲ୍ ସେଣ୍ଟରର କର୍ମଚାରୀ। ଦରମା ନ ମିଳିବାରୁ ତୀବ୍ର ଅସନ୍ତୋଷ। 2 ଦିନ ହେବ ଧାରଣାରେ ବସିଛନ୍ତି 112 ଏମର୍ଜେନ୍ସି କଲ୍ ସେଣ୍ଟରର କର୍ମଚାରୀ। 100ରୁ ଅଧିକ କର୍ମଚାରୀ ଧାରଣାରେ ବସିଛନ୍ତି। ରାଜ୍ୟ ଜରୁରୀକାଳୀନ ସେବା ସଞ୍ଚାଳନ କେନ୍ଦ୍ର ଅଫିସ ସମ୍ମୁଖରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଧାରଣା ଆଜି ମଧ୍ୟ ଜାରି ରହିଛି। 5 ମାସର ବକେୟା ଦରମା ଓ 14 ମାସର ଇପିଏଫ୍ ଟଙ୍କା ମିଳିନଥିବା ବେଳେ ଉଚ୍ଚ ପଦାଧିକାରୀଙ୍କ ଅତ୍ୟାଚାର ଅଭିଯୋଗ ଆଣିଛନ୍ତି କର୍ମଚାରୀ। ପୂର୍ବରୁ 3ଟି ସିଫ୍ଟରେ ପ୍ରାୟ 180 ଜଣ କର୍ମଚାରୀ କାମ କରୁଥିବା ବେଳେ ବର୍ତ୍ତମାନ କେବଳ 18 ଜଣଙ୍କ ଦ୍ୱାରା କଲ୍ ସେଣ୍ଟର ଚାଲୁଛି। ଫଳରେ ଅନେକ ଜରୁରୀ କଲ୍ ଡ୍ରପ୍ ହେଉଥିବା ଅଭିଯୋଗ ଆସିଛି। ପରବର୍ତ୍ତୀ ଖବର। ଆଜିଠାରୁ ଭିତର ରତ୍ନଭଣ୍ଡାରର ଗଣତି ମଣତି ଆରମ୍ଭ। ଏନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସମେତ ରତ୍ନଭଣ୍ଡାର ଗଣତି ମଣତି ଟିମ୍ର ସଦସ୍ୟମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ କିଭଳି ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ, କେଉଁମାନେ ଭିତରେ ଏବଂ ବାହାରେ ରହିବେ, କ'ଣ ସବୁ ବ୍ୟବସ୍ଥା ହେବ, ସେ ନେଇ ସବିଶେଷ ଆଲୋଚନା ହୋଇଥିଲା। ତେବେ ଏସ୍ଓପି ଅନୁଯାୟୀ ପ୍ରତିଦିନ ଜିଲ୍ଲା ଟ୍ରେଜେରୀରୁ ଭିତର ରତ୍ନଭଣ୍ଡାରର ଚାବି ଅଣାଯାଇ ପୁରୀ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ। ଗଣତି ମଣତି କାର୍ଯ୍ୟ ଶେଷ ପରେ ପ୍ରତ୍ୟେକ ଦିନ ଭିତର ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ। ରତ୍ନ ଅଳଙ୍କାର ବିଶେଷଜ୍ଞ ଆର୍ବିଆଇ ଅଧିକାରୀ ଉପସ୍ଥିତ ରହି ପ୍ରତ୍ୟେକ ରତ୍ନ ଅଳଙ୍କାରର ଗଣତି ମଣତି କରିବା ସହିତ ରତ୍ନ ଅଳଙ୍କାରର ଓଜନ ଏବଂ କେଉଁ ପ୍ରକାରର ମୋତିମାଣିକ୍ୟ ରହିଛି ତାର ଚିହ୍ନଟ କରିବେ। ସେପରି ସବୁ ରତ୍ନ ଅଳଙ୍କାରର 3D ସ୍କାନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ, ଯାହାଫଳରେ ଆଗାମୀ ଦିନରେ ଯଦି କେବେ ଗଣତି ମଣତି କାର୍ଯ୍ୟ ହୁଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ। ପରବର୍ତ୍ତୀ ଖବର। ଭାଙ୍ଗ ଦୋକାନରୁ 16 କିଲୋ ଗଞ୍ଜେଇ ଓ 45,000 ଟଙ୍କା ଜବତ। ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଚଢ଼ାଉ କରିଛି। ଶନିବାର ସନ୍ଧ୍ୟାରେ ପୋଲିସ ଏହି ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା ଓ ତାଙ୍କର 2 ଜଣ ସହଯୋଗୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଉଛନ୍ତି ଭଦ୍ରକ ପୁରୁଣାବଜାର ଥାନା ଅଧୀନ କାଜିସାହି ଗ୍ରାମର ମିର୍ଜା ଉରଫାନ ବେଗ, ସିରାଜ ଅଲ୍ଲୀ ଓ ତିହିଡ଼ି ଥାନା ଅଧୀନ ମିର୍ଜାପୁର ଗ୍ରାମର ସୟଦ ଐରାଜ। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଚାନ୍ଦବାଲି ଏସ୍ଡିପିଓ ପ୍ରଭାସ ଚନ୍ଦ୍ର ସାହୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର। ପୁଣି ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ, ଜଣେ ଯୁବକ ମୃତ ଓ 7ରୁ ଅଧିକ ଆକ୍ରାନ୍ତ। ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ, ଆଉ ଜଣେ ଯୁବକଙ୍କ ମୃତ୍ୟୁ। 7ରୁ ଅଧିକ ଆକ୍ରାନ୍ତ। ମୃତକ ଜଣକ ହେଲେ ରାଇଛନ୍ଦା ପଞ୍ଚାୟତ ବାରକଣା ଗାଁର ବିପିନ ସାହୁ। 2 ଦିନ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କବାଟବନ୍ଧ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଗତ ଶନିବାର ପୁଣି ଝାଡ଼ାବାନ୍ତି ହେବାରୁ ରବିବାର ସକାଳୁ ପୁଣି ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଗତ 7 ତାରିଖରେ ବାଉଁଶଡୋଳ ଗାଁର ବାଦଲ ମଲ୍ଲିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଥିଲା। ଧର୍ମଶାଳା ମେଡିକାଲରେ 5 ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଥିଲା। ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ବାଉଁଶଡୋଳ ଗାଁରେ 2 ଦିନ ତଳେ ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଫେରିଥିଲେ, କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ଖବର। ଏନ୍ସିଏସ୍ଟିକୁ ଚିଠି ଲେଖିଲେ ସସ୍ମିତ ପାତ୍ର, ତଦନ୍ତ ପାଇଁ କଲେ ଅନୁରୋଧ। ସିଜିମାଳି ହିଂସାରେ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ତଦନ୍ତ ଦାବି କଲେ ସାଂସଦ ସସ୍ମିତ ପାତ୍ର। ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ହୋଇଥିବା ପୋଲିସ ଜନତା ସଂଘର୍ଷକୁ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାସହ ଜାତୀୟ ଅନୁସୂଚିତ ଜନଜାତି କମିଶନକୁ ଚିଠି ଲେଖି ଏହାର ତୁରନ୍ତ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସାଂସଦ ଅଭିଯୋଗ କରିଛନ୍ତି, ଗତ 7 ତାରିଖରେ କାଶୀପୁର ବ୍ଲକର ଶାଗବାରୀ ଏବଂ କାନ୍ତମାଳ ଭଳି ଗାଁରେ ପୁଲିସ ଆଦିବାସୀମାନଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରିଛି। ଭୋର ସମୟରେ ପୁଲିସ ଅତର୍କିତ ଭାବରେ ଲାଠିଚାର୍ଜ ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ସିଜିମାଳି ପାହାଡ଼ରେ ବକ୍ସାଇଟ୍ ଖଣି ପାଇଁ ରାସ୍ତା ତିଆରିକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଏହି ପ୍ରକଳ୍ପ ଦ୍ୱାରା ସେମାନଙ୍କ ଜଳ, ଜଙ୍ଗଲ ଏବଂ ଜମି ନଷ୍ଟ ହେବ। ପରବର୍ତ୍ତୀ ଖବର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁପ୍ରିଣ୍ଟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ରଣନୀତିକୁ ଜୋରଦାର କରିଛି। ଖଡ଼ଗପୁରରେ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏପ୍ରିଲ 23 ଏବଂ 29ରେ ହେବାକୁ ଥିବା 2ଟି ପର୍ଯ୍ୟାୟ ନିର୍ବାଚନରେ ବିଜୟ ପାଇଁ ଏହି ବୈଠକରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ମୋ ବୁଥ୍ ସବୁଠୁ ମଜବୁତ ସ୍ଲୋଗାନ ସହିତ ପ୍ରତିଟି ବୁଥ୍କୁ ସଶକ୍ତ କରିବା ଏବଂ ଘରକୁ ଘର ବୁଲି ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଛି।
ओडिशार नेतामाने निजर अभिज्ञता बांटिछन्ति। परवर्ती खबर आरंभ हेब अमरनाथ यात्रा। चलित वर्ष अमरनाथ यात्रा 3 जुलाई आरंभ हेबाकु जाउछे, जहाँ 28 अगस्त आरंभ हेब। एबे अमरनाथ यात्रा प्राय 57 दिन पर्यंत चलिबो। जम्मू काश्मीर उपराज्यपाल मनोज सिन्हा यार ऑफिशियल घोषणा करिसेंति। से कहिसेंति कि प्रथम पूजा ज्येष्ठ पूर्णिमा अवसर रे हेबो, जहाद्वारा यात्रार आरंभ औपचारिक रूप से आरंभ हेबो। उपराज्यपाल मनोज सिन्हा कहिसेंति कि भगवान शिवଙ୍କ आशीर्वाद नेबा लागि प्रथम पूजा 29 जून ज्येष्ठ पूर्णिमा दिन कराजिबो। यात्रा लागि पंजीकरण 15 एप्रिल आरंभ हेबो, जहाँ ऑनलाइन एवं ऑफलाइन दुईटी माध्यम रे कराजिबो। अमरनाथ यात्रा लागि पंजीकरण देश सारा केतक बैंक शाखा कराजिबो। एथिरे जम्मू काश्मीर बैंक, पंजाब नेशनल बैंक, स्टेट बैंक एवं यस बैंक सामिल रहिছে। परवर्ती खबर एलपीजी को नहीं सरकार बड़ घोषणा। पश्चिम एशिया उत्तेजना मध्य भारत सरकार संपूर्ण सजग अछंती एवं साधारण जनता को आश्वस्ति प्रदान करने अनेक पदक्षेप नेउछंती। सरकार स्पष्ट भाव में कहिसेंती जे देश भितर पेट्रोल, डीजेल किंबा एलपीजी रो कोनोसी अभाव नहीं, तेणु भयभीत हेबार कोनोसी आवश्यकता नहीं। सरकार अनुसार सारा देश में एलपीजी रो जोगाण संपूर्ण स्वाभाविक एवं सिलिंडर स्टॉक ह्रास सहित कोनोसी परिस्थिति सृष्टि होई नहीं। केवल एप्रिल 11 तारिख में 5.2 नियुतरू अधिक घरोई गैस सिलिंडर वितरण करा जायतिला। या व्यतीत प्राय 98% बुकिंग वर्तमान ऑनलाइन रे प्रक्रियाकरण करा जाउछि, जहाँ सिस्टम को अधिक स्वच्छ करिथाय। जनसाधारण को अनावश्यक भाव में गैस किंबा इंधन गच्छित न करबाकू अनुरोध करा जायछि। परवर्ती खबर शत्रु टैंक को आकाशरू ध्वंस कर ध्रुवास्त्र। प्रतिरक्षा उपकरण क्षेत्र आत्मनिर्भरशील भारत अभियान को एक बड़ सफलता मिली। सेना सामिल होगा संपूर्ण प्रस्तुत रही आंटी टैंक गाइडेड मिसाइल नागर हेलिकप्टर वर्जन ध्रुवास्त्र। डीआरडीओ द्वारा प्रस्तुत यह मिसाइल पूर्वर हेलिना नाम परिचित थिला। भारतीय सेना को विशेषकर उच्च पर्वतांचल शत्रु पक्षर आर्मर्ड वाहन बा टैंक को ध्वंस करिबारे यह एक निर्णायक शक्ति प्रदान करिबो। यह तृतीय पीढ़ीर स्वदेशी क्षेपणास्त्र मुतयन होगा पर भारत विश्वर से हाथ गणती देशमान तालिकार सामिल हो जो पाखरे निजस्व उन्नत ज्ञानकौशल आंटी टैंक क्षेपणास्त्र रही। परवर्ती खबर कौनसी जहाज हरमुज दे जाइपारिबो नाही बोली कहिले ट्रम्प। ईरान सह आलोचना विफल हेबा परे अमेरिका राष्ट्रपति डोनाल्ड ट्रम्प अति मात्रा क्रोधित होइछन्ति। से धमक देइछन्ति जे अमेरिका तुरंत हरमुज रे प्रवेश किंबा प्रस्थान करने को चेष्टा करितबा जहाज गुड़िक अवरोध करने आरंभ करिबो। कौनसी जहाज को हरमुज छाड़ा अनुमति दिज्व ना। ट्रम्प कही धमक तुरंत एक वैश्विक आतंक परिणत होइछि। ट्रम्प कहते आम समग्र जलपथ को अवरोध करूँ और जदि कहीं यार रास्तार आसती तेबे या उड़ाई दिज्व। से कहते जे हरमुज दे जावाई ईरान को अर्थ प्रदान करिथिबा जहाज गुड़िक बंद करने को से अमेरिका नौसेना को निर्देश देइछन्ति। उल्लेखयोग्य पाकिस्तान रे ईरान और अमेरिका मध्य आलोचना विफल होइछि। परवर्ती खबर अरुणाचल प्रदेश सर्वदा भारतर अविच्छेद्य अंग होई रहिबो। भारतीय भूखंडर विभिन्न स्थान को चीन पक्षर मनागढ़ा तथा नकली नाम देवा प्रयास को भारत सख्त निंदा करी एभली पदक्षेप द्विपाक्षिक संपर्क को स्वाभाविक करने चलता प्रयास में बाधा सृष्टि करिबो बोली स्पष्ट चेतावनी देइछे। वैदेशिक व्यापार मंत्रणालयर मुखपात्र रणधीर जयस्वाल एक विवृत्ति जारी करी कहिसेंति जे भारतर अंशविशेष होइतिबा स्थानगुड़िक पई चीन रही विभ्रांतिकर नामकरण प्रयास को भारत संपूर्ण रूपे प्रत्याख्यान करुछे। चीन जेते मिथ्या दाबी कले मध्य अरुणाचल प्रदेश भारतर एक अविच्छेद्य और अपरिवर्तनीय अंग होई रहितिला अछि एवं सर्वदा रहिबो बोली से दृढ़ोक्ति प्रकाश करिसेंति। परवर्ती खबर जमुना डंगाबुड़ी घटना 11 मृत 5 एजाए निखोज। मथुरा वृंदावन केसी घाटर जमुना नदी में डंगा बुड़वा जो एजाए 11 जनक जीवन जाइछि। पंजाब लुधियाना आसिथिबा श्रद्धालु जमुना परिक्रमा करुवा बेले डंगाटी बुड़ी जाइथिला। घटना पर समग्र अंचल में शोकर छाया खेली जाइथिला। घटना एजाए अन्य 5 जन निखोज रहिछन्ति, सेमानकु खोजा चलिछि। एहारि भितरे पुलिस 2 जन को गिरफ्त करिछि। पुलिस जड़े ठिकादार और जड़े नाविक को गिरफ्त करिछि। गत 10 तारिख में अपराह्न 3टा समय वृंदावन केसी घाटे जमुना नदी में डंगा बुड़ी जाइथिला। एथिरे 11 जनक जीवन चली जाइथिबा बेले अन्य 5 जन एजाए निखोज अछन्ति। सेमानकु खोजिबा पई उद्धार कार्य जारी रहिछि। मुख्यमंत्री योगी आदित्यनाथ दुख प्रकाश करी प्रशासन को उद्धार कार्य तुरंत करबा पई निर्देश दैछन्ति। डंगारे मोट 34 जन रहिथिले।